ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 2 ଅଧ୍ୟାୟର 1 ଏବଂ 2 ପଦରେ ଆମେ ଏହିପରି ପାଠ କରୁ। ହେରୋଦ ରାଜାଙ୍କ ସମୟରେ ଜିହୁଦା ପ୍ରଦେଶର ବେଥଲିହେମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲାମକୁ ଆସି କହିଲେ, ଜିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ପୂର୍ବ ଦେଶର ଏହି ପଣ୍ଡିତମାନେ ବାବିଲୋନରୁ ଆସିଥିଲେ। ଯେତେବେଳେ ଇସ୍ରାଏଲୀୟ ଲୋକମାନେ ବାବିଲୋନରେ ବନ୍ଦିତ୍ୱାବସ୍ଥାରେ ଥିଲେ, ସେହି ସମୟରେ ଦାନିଏଲ ନାମକ ଜଣେ ଜିହୁଦୀ ଯୁବକ ଈଶ୍ୱରଙ୍କର ମହା ଅନୁଗ୍ରହ ଯୋଗୁଁ ନବୁଖଦନେସ୍ସର ରାଜାଙ୍କ ଦ୍ୱାରା ବାବିଲୋନୀୟ ଜ୍ୟୋତିଷ୍କମାନଙ୍କର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ। ଦାନିଏଲଙ୍କ ଶିକ୍ଷାର ଆଜ୍ଞାକାରୀ ହୋଇ ସେହି ବାବିଲୋନୀୟ ଜ୍ୟୋତିଷ୍କମାନେ ପୁରୁଷାନୁକ୍ରମେ ସେହି ସମୟରେ ଅପେକ୍ଷା କରୁଥିଲେ ଯେତେବେଳେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଜନ୍ମ ନେବେ। ଆଉ ଯେତେବେଳେ ସେହି ସମୟ ଉପସ୍ଥିତ ହେଲା, ଅର୍ଥାତ୍ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଜନ୍ମ ହେଲା, ସେମାନେ ତାହାଙ୍କୁ ଦର୍ଶନ କରିବା ନିମନ୍ତେ ଜେରୁସାଲାମକୁ ଗମନ କଲେ। ତାହାଙ୍କୁ ଦର୍ଶନ ଦେବା ନିମନ୍ତେ ସେମାନଙ୍କ ପାଖରେ ସୁନା, କୁନ୍ଦୁରୁ ଓ ଗନ୍ଧରସ ଥିଲା। ସୁନା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱକୁ ଦେଖାଏ, ଅର୍ଥାତ୍ ତାହାଙ୍କ ଈଶ୍ୱରତ୍ୱକୁ ଦର୍ଶାଏ। କୁନ୍ଦୁରୁ ତାହାଙ୍କ ପାପଶୂନ୍ୟ ସିଦ୍ଧ ଜୀବନକୁ ଦର୍ଶାଏ। ଗନ୍ଧରସ, ଯାହା ଏକ ତିକ୍ତ ଉଦ୍ଭିଦରୁ ପ୍ରସ୍ତୁତ ହେଉଥିଲା, ତାହା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଦୁଃଖ ଭୋଗ ତଥା ତାହାଙ୍କ କ୍ରୁଶୀୟ ମୃତ୍ୟୁକୁ ଦର୍ଶାଏ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତରେ ସେବା ପାଇବାକୁ ନୁହେଁ, ବରଂ ସେବା କରିବା ନିମନ୍ତେ ଆସିଥିଲେ, ଅର୍ଥାତ୍ ମନୁଷ୍ୟ ଜାତିକୁ ପାପରୁ ରକ୍ଷା କରିବା ନିମନ୍ତେ, କାଲବରୀ କ୍ରୁଶରେ ବଳିଦାନ ହେବା ନିମନ୍ତେ, ପୁଣି ତାହାଙ୍କ ବଳିଦାନରେ ବିଶ୍ୱାସକାରୀଙ୍କୁ ପରିତ୍ରାଣ ଦେବା ନିମନ୍ତେ ସେ ଏହି ଜଗତକୁ ଆସିଥିଲେ। ଯିଏ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ସେ ପରିତ୍ରାଣ ପାଏ। ବିଶ୍ୱାସ ଦ୍ୱାରା ସେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଶିଷ୍ୟ ହୁଏ, ସ୍ୱର୍ଗ ରାଜ୍ୟରେ ପ୍ରବେଶ ଅଧିକାର ପାଏ, ପୁଣି ଈଶ୍ୱରଙ୍କର ସନ୍ତାନ ବୋଲି ଖ୍ୟାତ ହୁଏ। ଆପଣ ମଧ୍ୟ ଯେପରି ଏହି ସୌଭାଗ୍ୟ ଲାଭ କରିବେ, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।